ପାଞ୍ଚଟି ଭାବ ଅଛି ଶାନ୍ତ, ଦାସ, ସଖ୍ୟ, ବାତ୍ସଲ୍ୟ ଆଉ କି ଭାବ ମଧୁର ଭାବ। ଏ ପାଞ୍ଚ ପ୍ରକାର ଉପାସନା ସବୁ ସାଧକମାନଙ୍କ ପାଖରେ ଥାଏ। କିଏ ଶାନ୍ତ ଭାବରେ ଭଗବାନଙ୍କର ଉପାସନା କରେ। ସାଧାରଣତଃ ଯୋଗୀମାନେ ମୁନି ଋଷିମାନେ ଶାନ୍ତ ଭାବରେ ଭଗବାନଙ୍କୁ ଡାକନ୍ତି, ଚୁପଚାପ ବସି ଭଗବାନଙ୍କର ଉପାସନା। ଦାସ, ବହୁତ ଲୋକ ଭାବନ୍ତି ଆମେ ଭଗବାନଙ୍କର ଦାସ, ଗୁରୁଙ୍କର ଦାସ, ଆମେ ପ୍ରଭୁ ଯାହା ଆମକୁ ନିର୍ଦ୍ଦେଶ ଦେବେ ଆମେ ତା ପାଳନ। ଶାନ୍ତ, ଦାସ, ସଖ୍ୟ, ଆପଣଙ୍କର ଉଦ୍ଧବ, ଅର୍ଜୁନ ଭଗବାନଙ୍କର ସବୁ ସଖା ନଥିଲେ। ଶାନ୍ତ, ଦାସ, ସଖ୍ୟ, ବାତ୍ସଲ୍ୟ ଭାବରେ ନନ୍ଦ, ଯଶୋଦା, ଦେବକୀ, ବସୁଦେବ ପ୍ରଭୁଙ୍କର ସେବା କରିନାହାନ୍ତି। ମଧୁର ଭାବ ହେଉଛି ଗୋପୀମାନଙ୍କର। ତାଙ୍କ ବିନା ସେ ଆଉ କିଛି ଜାଣନ୍ତି ନାହିଁ, ଦିନ କି ରାତି।